ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଲି ଗାଁ ପାଖ କପାଖୁଣ୍ଡି ପାହାଡ଼ରୁ ଠାକୁର ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତ ଘଟି 5 ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ତୁମୁସିଙ୍ଗା ଥାନା ବାରୁଆଁ ଗାଁ ଶବର ସାହିର ବିକାଶ ପ୍ରଧାନ, କ୍ରିଷ୍ଣା ଦେହୁରୀ, ଆଦିତ୍ୟ ନାହାକା, ଜିତେନ୍ଦ୍ର ଦେହୁରୀ ଓ ବିଶ୍ୱଜିତ ଭୁଟିଆ। ଗୁରୁତରଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ରଜ ସଂକ୍ରାନ୍ତି ପାଇଁ କପାଖୁଣ୍ଟି ପାହାଡ଼କୁ ବାରୁଆଁ ଗାଁର 6 ଜଣ ବ୍ୟକ୍ତି ଦର୍ଶନ କରିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ଆକାଶ ପ୍ରଧାନ ଦର୍ଶନ ସାରି ଘରକୁ ଫେରି ଆସିଥିଲେ। ଅନ୍ୟ 5 ଜଣ ବର୍ଷା ହେବା କାରଣରୁ ପଥର ଖୋଲ ଭିତରେ ରହିଯାଇଥିଲେ। ତେବେ ସେଠାରେ ବଜ୍ରାଘାତ ହେବାରୁ ସମସ୍ତେ ଗୁରୁତର ହୋଇପଡ଼ିଛନ୍ତି। ଆମର କଟାମୂଳ ଆମ ସବୁବେଳେ ଚାଲିଲା ସବୁଦିନ କଟା ହେଇକି କଟା ନେଇଗଲେ ବିରି କଟା ବିରି କଟା ତାପରେ ପାଣି ଚଲୁଛି ପାଣି ବର୍ଷା ଯାଏଁ ହଟାଇଲା ବର୍ଷା ଟିକେ 5 ରହି ଛାଡ଼ି ଯିବ ଆଉ ସାଙ୍ଗଟା 5 ଛାଡ଼ି ଯିବା 2 ଛାଡ଼ି ଯିବା ଆଉ 5 ଯିବାରେ କ'ଣ କେତେ କ'ଣ ବର୍ଷାରେ ଯିବା ଟିକେ ମାଛ ଛାଡ଼ି ଯିବା ଆଉ 5 ଜଣ ପଥର ଭିତରେ ବସିଥିଲେ ବସିଥିଲେ 5 ଜଣ 6 ଜଣ ଜଣେ ପଳେଇ ଆସିଲେ ଆମେ କମ୍ପ୍ଲେନ୍ କଲେ ମୋବାଇଲ 4 ବର୍ଷ ହଉଛି ଥିଲା ମୁଁ ହେ କାଲି ପଳେଇଲି ସେ ସାଙ୍ଗ ଯାହା ଯେମିତି ଅସୁବିଧା ଡାକି ପାହାଡ଼ ବର୍ତ୍ତମାନ କୋଉଠି ଅଛି? ପାହାଡ଼ କରିଥିଲି ସେ ପାଖରୁ ପାହାଡ଼କୁ ଯାଇଥିଲେ ଠାକୁର ଦେଖି ଯାଇଥିଲେ ମେଘ ନାଚୁଥିବ ଚଡ଼କ ମାଇଲା ଆଉ 5 ଜଣଙ୍କର ଖଣ୍ଡିଆ ହେଇଛି ଆଉ ଆମେ ତ ଘରଠୁ ଆସିଲୁ ଲୋକ ଯାଇକି ଉଦ୍ଧାର କରିକି ତଳକୁ ଆଇଲାଠୁ ଆପଣ ଯାଇକି ଧରିକିନି ଆସିଲେ ଆଉ। ରିପୋର୍ଟ JB8 समाचार।